ଆସନ୍ତୁ ଆଜି କଥା ହବ ଭାରତର ବୁଲବୁଲ ସରୋଜିନୀ ନାଇଡୁଙ୍କର ଏକ ବହୁତ ସୁନ୍ଦର କବିତା ଗ୍ରାମ୍ୟ ଗୀତ ବିଷୟରେ। ଦେଖନ୍ତୁ, ଏ କବିତାଟା ଖାଲି କିଛି ଶବ୍ଦର ସମାହାର ନୁହେଁ, ଏଇଟା ଗୋଟେ କାହାଣୀ, ଜଣେ ଯୁବତୀର କାହାଣୀ, ଯିଏ ଦୁଇଟା ରାସ୍ତା ମଝିରେ ଠିଆ ହୋଇଛି। ଗୋଟେ ପଟେ ସମାଜର ପରମ୍ପରା ଆଉ ଅନ୍ୟପଟେ ପ୍ରକୃତିର ମୁକ୍ତ ଡାକରା। ତେବେ କବିତା ଭିତରକୁ ଯିବା ଆଗରୁ ଏଇ ପ୍ରଶ୍ନଟି ବିଷୟରେ ଟିକେ ଭାବିବା, କାରଣ ଏଇଟା ହିଁ ସେହି ଦ୍ୱନ୍ଦ୍ୱ ଯାହାକୁ ନେଇ ପୂରା କବିତାଟି ଗଢ଼ା ହୋଇଛି। କହିବାକୁ ଗଲେ ପୂରା କବିତାର ହୃଦୟଟା ଏଇ ପ୍ରଶ୍ନ ଭିତରେ ହିଁ ଲୁଚି ରହିଛି। ତେବେ କବିତାଟା ଆରମ୍ଭ ହେଉଛି କେମିତି? ଜଣେ ମା ଆଉ ତା ଝିଅ ଭିତରେ ହେଉଥିବା ଗୋଟେ ସାଧାରଣ କଥାବାର୍ତ୍ତାରୁ। କିନ୍ତୁ ଶୁଣିବାକୁ ସାଧାରଣ ଲାଗୁଥିଲେ ବି ଏହି କଥା ଭିତରେ ଲୁଚି ରହିଛି ଗୋଟେ ବହୁତ ବଡ଼ ଦ୍ୱନ୍ଦ୍ୱ। ଗୋଟେ ପଟେ ପରମ୍ପରା ଆଉ ଅନ୍ୟପଟେ ପ୍ରକୃତିର ଡାକରା। ତ ପ୍ରଥମେ ଆସୁଛି ମାଙ୍କ ସ୍ୱରରେ ବହୁତ ସ୍ନେହ, କିନ୍ତୁ ତା ସାଙ୍ଗେ ସାଙ୍ଗେ ଚିନ୍ତା ବି। ସେ ଯାହା ବି ପ୍ରଶ୍ନ ପଚାରୁଛନ୍ତି ସେଥିରେ ଭଲ ପାଇବା ଅଛି, ନିଜର କର୍ତ୍ତବ୍ୟ ବୋଧ ଅଛି ଆଉ ସମାଜର ନୀତି ନିୟମ ବି ଅଛି। ସେ ଚାହୁଁଛନ୍ତି ତାଙ୍କ ଝିଅର ଭବିଷ୍ୟତ ଯେମିତି ସୁରକ୍ଷିତ ରହୁ। କିନ୍ତୁ ମାଙ୍କର ଏତେ ସବୁ କଥା ପରେ ଝିଅ ଯେଉଁ ଉତ୍ତର ଦେଉଛି ସେଇଟା ବହୁତ ଦୃଢ଼, ଆଉ ତାର ସେଇ ଜବାବ ଆମକୁ ପୂରା ଗୋଟେ ଅଲଗା ଦୁନିଆକୁ ନେଇଯାଉଛି। ଏଥିରୁ ସଫା ଜଣାପଡ଼ୁଛି ଯେ ଝିଅଟି ଏମିତି କିଛି ଡାକ ଶୁଣିପାରୁଛି ଯାହା ତା ମାଙ୍କର ଦୁନିଆର ବହୁତ ବାହାରେ। ଆଚ୍ଛା, ତେବେ ମା ଯେଉଁ ଦୁନିଆ କଥା କହୁଛନ୍ତି ସେଟା ପ୍ରକୃତରେ କେମିତି? ସେ ଦୁନିଆଟା ହେଉଛି ବାସ୍ତବ ଦୁନିଆ, ପରମ୍ପରାରେ ବନ୍ଧା। ସେଠି ସୁଖ ଅଛି, ସୁବିଧା ଅଛି, ଆଉ ଅଛି ଉତ୍ସବର ମାହୋଲ। ଦେଖନ୍ତୁ, ମା ଯେଉଁ ଦୁନିଆର ଚିତ୍ର ଆଙ୍କୁଛନ୍ତି ସେଟା କେତେ ସୁନ୍ଦର। ସେଠି ବାହାଘରର ଗୀତ ଅଛି, ପିଲାଙ୍କ ପାଇଁ ନାନାବାୟା ଗୀତ ଅଛି, ଚନ୍ଦନର ମହକ, ରୂପେଲି ଆଉ କୁମକୁମ ରଙ୍ଗର ଚକଚକ ପୋଷାକ, ଆଉ ଚୁଲି ଉପରେ ଗରମ ଗରମ ପିଠା। ଏସବୁ କ'ଣ? ଏସବୁ ହେଉଛି ଗୋଟେ ସୁରକ୍ଷିତ ସାମାଜିକ ଜୀବନର ପ୍ରତିଶ୍ରୁତି। କିନ୍ତୁ ଏତେ ସୁନ୍ଦର, ଏତେ ଆକର୍ଷଣୀୟ ଦୁନିଆଟେ ଛାଡ଼ି ଝିଅ କାହିଁକି ଯିବାକୁ ଚାହୁଁଛି? କାରଣଟା ହେଲା ତା କାନରେ ଆଉ ଗୋଟେ ସଙ୍ଗୀତ ବାଜୁଛି, ଆଉ ସେ ସଙ୍ଗୀତଟା ହେଉଛି ପ୍ରକୃତିର। ଆଉ ତାର ଡାକରା ଏତେ ଶକ୍ତିଶାଳୀ ଯେ ତାକୁ ମନା କରିବା ଝିଅ ପକ୍ଷରେ ସମ୍ଭବ ହିଁ ନୁହେଁ। ଆଉ ଏଇଠି ଆମେ ଝିଅର ଚିନ୍ତାଧାରାର ଗଭୀରତାକୁ ଦେଖିପାରିବା। ସେ ଜାଣିଛି ଯେ ଏ ଦୁନିଆର ସୁଖ ସବୁ କ୍ଷଣିକ। ଆଜି ଯେଉଁ ସୂର୍ଯ୍ୟ ହସୁଛି, କାଲି ସେଇଠି ମୃତ୍ୟୁର ପବନ ବହିପାରେ। ସେଇଥିପାଇଁ ତାକୁ ଲାଗୁଛି ମଣିଷ ତିଆରି ଗୀତଠୁ ଜଙ୍ଗଲର ଝରଣାର ସେଇ କଳକଳ ଶବ୍ଦ ବହୁତ ଅଧିକ ମଧୁର ଆଉ ସବୁଦିନିଆ। ତ ଦେଖନ୍ତୁ, ଏଇ ଦୁଇଟି ଦୁନିଆର ତୁଳନା। ଗୋଟେ ପଟେ ଅଛି ମାଙ୍କର ଦୁନିଆ, ବାହାଘର ଗୀତ, ଚନ୍ଦନର ବାସ୍ନା, ଆଉ ଅନ୍ୟପଟେ ଅଛି ଝିଅର ଦୁନିଆ, ଜଙ୍ଗଲର ସଙ୍ଗୀତ, ପଦ୍ମଫୁଲର ଚମକ। ଝିଅ ପାଇଁ ପ୍ରକୃତିର ଡାକରାଟା ଖାଲି ସୁନ୍ଦର ନୁହେଁ, ତାକୁ ସେଇଟା ବେଶୀ ଜୀବନ୍ତ ଆଉ ବେଶୀ ସତ ଲାଗୁଛି। ଆଚ୍ଛା, ଏତେ ସୁନ୍ଦର କବିତାଟିଏ ଯିଏ ଲେଖିଛନ୍ତି, ଚାଲନ୍ତୁ ଟିକେ ତାଙ୍କ ବିଷୟରେ ଜାଣିବା। କାରଣ ଏହି ଶବ୍ଦଗୁଡ଼ିକ ପଛରେ ଥିବା ସେହି ମହାନ ବ୍ୟକ୍ତିତ୍ୱଙ୍କୁ ଆଉ ତାଙ୍କ ସମୟର ସାହିତ୍ୟକୁ ବୁଝିଲେ କବିତାଟା ଆମକୁ ଆହୁରି ଭଲ ଭାବରେ ବୁଝାପଡ଼ିବ। ତେବେ ସରୋଜିନୀ ନାଇଡୁ କିଏ ଥିଲେ? ସେ କ'ଣ ଖାଲି ଜଣେ କବି ଥିଲେ? ନା, ସେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଜଣେ ନେତ୍ରୀ, ଏପରିକି ଭାରତର ପ୍ରଥମ ମହିଳା ରାଜ୍ୟପାଳ। ସେଥିପାଇଁ ତ ତାଙ୍କୁ ଭାରତର ବୁଲବୁଲ ବା ନାଇଟିଙ୍ଗେଲ୍ ଅଫ୍ ଇଣ୍ଡିଆ କୁହାଯାଏ। ତାଙ୍କ ବ୍ୟକ୍ତିତ୍ୱର ଏହି ଭିନ୍ନ ଭିନ୍ନ ଦିଗର ଝଲକ ତାଙ୍କ କବିତାରେ ବି ଦେଖିବାକୁ ମିଳେ, ଆଉ ସେଇଟା ହିଁ ତାଙ୍କ ଲେଖାକୁ ଏକ ଅଲଗା ଗଭୀରତା ଦିଏ। ଆଉ ଗୋଟେ ମଜାର କଥା ହେଲା ଏ କବିତାର ଶୈଳୀ। ଏଇଟା ହେଉଛି ଲୋକକାବ୍ୟ ବା ଫୋକ୍ ପୋଏଟ୍ରି। ଏହାର ମାନେ କ'ଣ? ଏହାର ମାନେ ହେଲା ଏହାର ଭାଷା ହେଉଛି ସାଧାରଣ ଲୋକଙ୍କ ଭାଷା। ଏ କାହାଣୀ ତାଙ୍କରି ସୁଖ ଦୁଃଖ, ତାଙ୍କରି ବିଶ୍ୱାସରୁ ତିଆରି। ଏଥିରେ କିଛି ବି ଜଟିଳ ଶବ୍ଦ ନାହିଁ, ଅଛି କେବଳ ସିଧାସଳଖ ହୃଦୟକୁ ଛୁଇଁବା ଭଳି ସରଳତା। ସେଇଥିପାଇଁ ତ ଗ୍ରାମ୍ୟ ଗୀତ ପଢ଼ିଲା ବେଳେ ଲାଗେନି ଯେ ଏଟା ଖାଲି ସରୋଜିନୀ ନାଇଡୁ ଲେଖିଛନ୍ତି, ବରଂ ଲାଗେ ଯେମିତି ଏଇ କଥାଟା ଭାରତର ମାଟିରୁ, ତାର ଗାଁରୁ ହିଁ ବାହାରିଛି। ସେ ଲୋକକାବ୍ୟର ସେଇ ସରଳ ଆତ୍ମାକୁ ନିଜ ଶବ୍ଦରେ ଏମିତି ଭାବେ ଜୀବନ ଦେଇଛନ୍ତି ଯେ ଏତେ ବର୍ଷ ପରେ ବି ଏଇ କବିତା ଆଜି ବି ଆମ ମନକୁ ସେମିତି ହିଁ ଛୁଇଁଯାଏ। ଆଉ ଏବେ ଆସନ୍ତୁ କବିତାର ସବୁଠାରୁ ଶକ୍ତିଶାଳୀ ଅଂଶକୁ। ତାହା ହେଉଛି ଏହାର ଶେଷ। କାରଣ କବି କାହାଣୀଟିକୁ ଶେଷ କରିନାହାନ୍ତି, ବରଂ ଏମିତି ଏକ ଜାଗାରେ ଆଣି ଛାଡ଼ି ଦେଇଛନ୍ତି ଯାହା ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଦିଏ। ଝିଅର ଶେଷ କଥା ସେଇଟା ଶୁଣନ୍ତୁ। କେତେ ସ୍ପଷ୍ଟ ଆଉ କେତେ ଦୃଢ଼। ତା ମନରେ କୌଣସି ଦ୍ୱିଧା ନାହିଁ, ଟିକେ ବି ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ତାର ଏଇ ସ୍ପଷ୍ଟ କଥା ଭିତରେ ବି ଗୋଟେ ବଡ଼ ରହସ୍ୟ ଲୁଚି ରହିଛି। ତେବେ ଶେଷରେ କ'ଣ ହେଲା ଝିଅର? ସେ କୁଆଡ଼େ ଗଲା? କବିତା ଆମକୁ ଏହା କୌଣସି ଉତ୍ତର ଦେଉନାହିଁ, ବରଂ ଏହା ଆମ ପାଇଁ ଗୋଟେ ପ୍ରଶ୍ନ ଛାଡ଼ି ଦେଇ ଯାଉଛି।
ଯେତେବେଳେ ଜଣକ ସାମ୍ନାରେ ଦୁଇଟା ରାସ୍ତା ଥାଏ, ଗୋଟେ ସମାଜ ଦେଖାଇଥିବା ଜଣାଶୁଣା ରାସ୍ତା ଆଉ ଅନ୍ୟଟି ନିଜ ହୃଦୟର ଅଜଣା ଡାକରା, ସେତେବେଳେ କେଉଁ ରାସ୍ତା ବାଛିବା ଠିକ୍? ବୋଧହୁଏ ଏହି ପ୍ରଶ୍ନର ଉତ୍ତର କବିତା ଆମ ନିଜ ଭିତରେ ହିଁ ଖୋଜିବା ପାଇଁ ଛାଡ଼ିଦେଇଛି।